ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ। ସମୟର ଚକ୍ର ଭଳି ଆମ ଜୀବନର ଚକ୍ର ମଧ୍ୟ ସମାନ ହୋଇଥାଏ। ଆମ ଜୀବନର ଚକ୍ରର ଗୋଟିଏ ପାର୍ଶ୍ୱରେ ଦୁଃଖ ରହିଛି ଓ ଅନ୍ୟ ପାର୍ଶ୍ୱରେ ସୁଖ ରହିଛି। ଏହା ସତ୍ୟ ଅଟେ ଯେ ଦୁଃଖର ସମୟ ଅଧିକ ରହିଥାଏ ଓ ସୁଖର ସମୟ ବହୁତ କମ୍ ରହିଥାଏ। ସେଇଥିପାଇଁ ମଣିଷକୁ ଯେତେବେଳେ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ ସେହି ସମୟରେ ମଣିଷକୁ ଅଧିକ କଷ୍ଟ ଲାଗିଥାଏ। ମଣିଷ ଚିନ୍ତା କରିଥାଏ ଯେ ତାର ଜୀବନରେ କେବଳ ଦୁଃଖ ହିଁ ଅଛି, କିନ୍ତୁ ପ୍ରତ୍ୟେକ ମଣିଷ ଏଇଟା ଜାଣିବା ଉଚିତ। ଗୋଟିଏ ଗଛ ନୂତନ ପତ୍ର ପାଇବା ପାଇଁ ହେଲେ ତାକୁ ପତ୍ର ଝଡ଼ାର ଦୁଃଖକୁ ସହିବାକୁ ପଡ଼ିଥାଏ, ତାପରେ ଯେ ତ ସିଏ ନୂତନ ପତ୍ର ପାଇପାରିବ ନା। ସେମିତି ଆମ ଜୀବନରେ ମଧ୍ୟ ସୁଖକୁ ପାଇବାକୁ ହେଲେ ଦୁଃଖର କଷ୍ଟକୁ ସହିବାକୁ ପଡ଼ିଥାଏ। ଜୟ ଜଗନ୍ନାଥ।